ଶ୍ରୀମଦ୍‌ଭାଗବତ ପ୍ରଥମ ସ୍କନ୍ଧ ଦଶମ ଅଧ୍ୟାୟ। ସୈନକ ଉବାଚ ଭସୂତ କହ କୃଷ୍ଣ ବାଣୀ ସଂସାରୁ ତରି ଯାହା ଶୁଣି ପଣ୍ଡୁ ରାଜାର ଅନ୍ତକାଳେ ଦୁଷ୍ଟେ ଯେ ରାଜ୍ୟ ନେଲେ ବଳେ ଗୋବିନ୍ଦ ପାଦେ ଆଶ୍ରେ କରି ସେ ଆତତାଇ ଜନେ ମାରି ପଞ୍ଚ ଭ୍ରାତାଏ ଏକ ମେଳେ ପ୍ରଜାଙ୍କୁ ପାଳି ରାଜ୍ୟ କଲେ। ତେବେ କି କଲେ ପଣ୍ଡୁ ସୁତେ ସ୍ୱଭାବେ କୃଷ୍ଣ ସଙ୍ଗତେ। ସୁତ ଉବାଚ ପାଣ୍ଡବ ବଂଶ ରକ୍ଷା କରି କୁରୁ ବଂଶକୁ ନରହରି କ୍ରୋଧ ଅନଳେ ଭସ୍ମ କଲେ ଦାବାଗ୍ନି ଜେହ୍ନେ ବନସ୍ଥଳେ। ପାଣ୍ଡବେ ନିଜ ରାଜ୍ୟ ମଧ୍ୟେ କୃଷ୍ଣ ସ୍ଥାପିଲେ ରାଜପଦେ। ଭୀଷ୍ମଙ୍କ ତହୁଁ ଧର୍ମବାଣୀ ଯେବା କହିଲେ ଚକ୍ରପାଣି ସେ ବାକ୍ୟେ ଶୋକ ମୋହ ଛାଡ଼ି ପ୍ରଜା ପାଳନେ ଚିତ୍ତ ବଢ଼ି ଆନନ୍ଦ ମନେ ଧର୍ମ ବଳା ପ୍ରଜା ପାଳନେ ମନ ଦେଲା। କୃଷ୍ଣର ତେଜେ ରାଜା ଗଣେ ସେବନ୍ତି ଯୁଧିଷ୍ଠି ଚରଣେ ସମୁଦ୍ର ଅନ୍ତଃ ଯାଏ ମହି ଧର୍ମ ନନ୍ଦନ ଆଜ୍ଞା ବହି ପ୍ରଜା ବଚନେ ମେଘମାଳ ଭୂମିରେ ବରସନ୍ତି ଜଳ କାମଧେନୁର ପ୍ରାୟ ମହି ପ୍ରଜା କଳ୍ପିତେ ଶସ୍ୟ ଦେଇ ଗୋପାଳ ଗୋଷ୍ଠ ମଧ୍ୟେ ଥାଇ ଅନେକ କ୍ଷୀର ଦିଅନ୍ତି ଗାଈ ନଦୀ ବହନ୍ତି ପୁରୀ ଜଳେ ସମୁଦ୍ର ରହିଲା ନିଶ୍ଚଳେ ପର୍ବତେ ନିଜ ସ୍ଥାନେ ସ୍ଥିର ଆବୃତ ଲତା ବନ ଘୋର ସର୍ବ ଔଷଧି ଫଳ ଯେତେ ଫଳନ୍ତି ପ୍ରଜାଙ୍କ ଆୟତେ ପ୍ରଜାଙ୍କୁ ଆଦି ବ୍ୟାଧି କ୍ଲେଶ ନ ଲାଗେ ତାପ ତ୍ରୟ ତ୍ରାସ ଧର୍ମ ନନ୍ଦନ ରାଜ୍ୟେ ଯେତେ ପ୍ରଜାଏ ବଞ୍ଚନ୍ତି ନିଶ୍ଚିନ୍ତେ ବନ୍ଧୁଙ୍କ ଶୋକ ଶାନ୍ତ କରି ସୁଭଦ୍ରା ପ୍ରିୟ କାମେ ହରି ହସ୍ତିନାପୁରେ ହୃଷିକେଶ ଭାବେ ବଞ୍ଚିଲେ କେତେ ମାସ ଦ୍ୱାରକା ଗମନେ ଉଦ୍ୟୋଗୀ ଯୁଧିଷ୍ଠିରଙ୍କୁ ଆଜ୍ଞା ମାଗି ଜଣେ ଜଣକେ କରି କଳ ସୁହୃଦ ପ୍ରେମ ବାକେ ଭଳ ରଥେ ବସିଲେ ବନମାଳି ତୁଲେ ସକଳ ବନ୍ଧୁ ମିଳି କୃଷ୍ଣା ସୁଭଦ୍ରା କୁନ୍ତି ସୁତେ ରାଜାଏ ଆସିଥିଲେ ଯେତେ ଗାନ୍ଧାରୀ ଧୃତ ରାଷ୍ଟ୍ର ମେଳେ ଯୁଜୁଷୁ ଗୌତମ ତୁଲେ ଧର୍ମ ସଙ୍ଗତେ ଭୀମ ଗଲା ଉତ୍ତରା ନାରୀ ସଙ୍ଗେ ଥିଲା କୃଷ୍ଣଙ୍କୁ ନମିଲା ଅନ୍ତରେ ପ୍ରବେଶ କଲା ଅନ୍ତପୁରେ କୃଷ୍ଣ ବିରହେ ମନ ଛନ୍ନ ସହି ନ ପାରି ହତ ଜ୍ଞାନ କୃଷ୍ଣର ଭାବେ ଭାବ ବଢ଼ି ତା ସଙ୍ଗ କେ ପାରିବ ଛାଡ଼ି ଯାହାର ଯଶ ଗୁଣ କର୍ଣ୍ଣେ ନିରତେ ଭାବୁଥାନ୍ତି ମନେ ନ ଦେଖି ତାର ପଦ୍ମ ମୁଖ କାହିଁ ଲଭିବେ ଆତ୍ମ ସୁଖ ନିରତେ କରନ୍ତି ଦର୍ଶନ ସ୍ନେହ ନିର୍ଭରେ ଆଲିଙ୍ଗନ କୃଷ୍ଣକୁ କହନ୍ତି ବଚନ ଆବରି ଶୟନ ଭୋଜନ ଏ ରୂପେ ଚିତ୍ତ ବ୍ରୀରରି ଦେଇ ଚକ୍ଷୁ ପିଞ୍ଜଡ଼ା ନ ଚଳଇ ତାହାର ସ୍ନେହେ ବଦ୍ଧ ହୋଇ ତା ତହୁଁ ଅନ୍ୟେ ଚିତ୍ତ ନାହିଁ ପୁରୁ ବାହାରେ ହନ୍ତେ ହରି ବିକଳେ ଯେତେ ପୁର ନାରୀ ଚକ୍ଷୁ ବୁଜିଲେ ଭାବ ଭରେ ରୋମାଞ୍ଚ ତନୁ ଅଶ୍ରୁ ଝରେ କୁଣ୍ଠିତ କଣ୍ଠେ ବାକ୍ୟ କହି ବୋଲନ୍ତି ଏକୁ ଆରେ ଚାହିଁ ଦ୍ୱାରକା ଗଲେ ଭାବଗ୍ରାହୀ ଆମ୍ଭର ସୁଖ ଲେଶ କାହିଁ ମୃଦଙ୍ଗ ଶଙ୍ଖ ଭେରୀ ବୀଣା ଘଣ୍ଟ ଦୁନ୍ଦୁଭି ନିଘୋଷଣା ସେ କୁରୁ ରାଜ୍ୟେ ଯେତେ ନାରୀ କୃଷ୍ଣ ବିଚ୍ଛେଦେ ତନୁ ଘାରି
ଜଗତି ଅଟ୍ଟାଳିଆରୋହୀ ପୁଷ୍ପ ବିଞ୍ଛନ୍ତି କୃଷ୍ଣ ଚାହିଁ। କୃଷ୍ଣର ଶିରେ ଶ୍ଵେତ ଛତ୍ର ରତ୍ନ କାଞ୍ଚନେ ସୁଘଟିତ। ଆନନ୍ଦେ ଘେନି ମନ ତୋଷେ ଅର୍ଜୁନ ଗୋବିନ୍ଦର ପାଶେ। ବାମ ଦକ୍ଷିଣ ପାଶେ ଟେକି ବ୍ୟଜନ ଉଦ୍ଧବ ସାତ୍ୟକୀ। ଚାମର ହସ୍ତେ ପୁଣି ବିଞ୍ଚି କୃଷ୍ଣେ କର୍ପୂର ଧୂଳି ଛିଞ୍ଚି। ଦେବେ କୁସୁମ ବରସନ୍ତି ମାର୍ଗେ ବିଜୟ ଯଦୁପତି। ବ୍ରାହ୍ମଣେ ମିଳି କୃଷ୍ଣ ଆଗେ ସୁସ୍ୱରେ ସାମ ଗାନ ରଙ୍ଗେ। ଆଶିଷ ଅର୍ଥେ ବେଦବାଣୀ ହୃଦେ ନମନ୍ତି ଚକ୍ରପାଣି। ନିର୍ଗୁଣ ଗୁଣ ଯାର ଦେହି ଭାବ ଅଭାବ ଯାର ନାହିଁ। ବିପ୍ର ସମୂହ ଅନ୍ୟେ ଅନ୍ୟେ ଆଶିଷ ଦେଲେ ତୋଷ ମନେ। କୌରବପୁର ନାରୀଙ୍କର ସେ ସର୍ବ ସୁଖ ମନୋହର। ଉତ୍ତମ ଶ୍ଲୋକେ ଚିତ୍ତ ଯାର ଅନ୍ୟନ୍ୟେ କରନ୍ତି ବିଚାର। ସେ ହରି ପୁରୁଷ ପୁରାଣ ଆତ୍ମାକୁ ଆତ୍ମାରେ ନିର୍ମାଣ। କରି ସକଳ ଦେହେ ବସେ ରହଇ ଏକ ଅବଶେଷେ। ଗୁଣ ତ୍ରିତୟେ ଏ ଜଗତ ମାୟାରେ କରେ ଆତଜାତ। ଆତ୍ମାରେ ଆତ୍ମା ଭାବ ବହେ ସକଳ ଶକ୍ତି ଘେନି ରହେ। ଦିବସ ଅନ୍ତେ ପ୍ରାଣୀ ଦେହେ ନିଦ୍ରା ଯେ ସନେ ସର୍ବମୋହେ। ପୁଣି ଉଠନ୍ତି ରାତ୍ରି ଅନ୍ତେ ବିଷୟ ଧ୍ୟାନ ଅବିରତେ। ଯାହା ନିଜ ବୀର୍ଯ୍ୟ ବଳେ ପ୍ରକୃତି ପ୍ରସରେ ସୟଳେ। ଜୀବର ସଙ୍ଗେ ସଙ୍ଗ କରି ବିହରେ ନାନା ରୂପ ଧରି। ଏମନ୍ତେ ସଞ୍ଚରେ ଜଗତ ଶାସ୍ତ୍ର କରଇ ଆତଜାତ। ଯାହାର ପାଦ ଆଶ୍ରେ କରି ଜିତ ଇନ୍ଦ୍ରିୟ ବ୍ରହ୍ମଚାରୀ। ନିର୍ମଳ ଆତ୍ମାରେ ନିଶ୍ଚଳେ ଦେଖନ୍ତି ଭକ୍ତି ଯୋଗ ବଳେ। ତାହାଙ୍କ ହୃଦେ ପ୍ରକାଶଇ ସକଳ କଳୁଷ ନାଶଇ। ଯାର ମହିମା ମୁନି ଗଣେ ଆଗମ ନିଗମ ପ୍ରମାଣେ। ଏକୁଆରେକ କଥା କହି ବଞ୍ଚନ୍ତି ଯାର ପାଦ ଧ୍ୟାଇ। ଯେ ଏକ ଈଶ ଲୀଳା କରି ପ୍ରକୃତି ସଙ୍ଗ ତେ ବିହରି। ସୃଷ୍ଟି କରିଣ ପୁଣି ପାଳେ ଈଶ୍ୱର ରୂପେ ଅନ୍ତ କରେ। ସେ ଦୋଷ ନ ଲାଗେ ତାହାର ନଳିନୀ ଦଳେ ଯେହ୍ନେ ନୀର। ସେହି ଆମ୍ଭ ଦୃଷ୍ଟି ପଥେ ଦେଖ ଗୋ ସଖୀ ଅଛି ରଥେ। ଦୁଷ୍ଟ କ୍ଷତ୍ରିୟେ ଯେତେବେଳେ ଅଧର୍ମେ ଗ୍ରାସନ୍ତି ସୟଳେ। ସେ ହରି ସତ୍ୱ ଗୁଣ ଧରି ନାନା ଶରୀରେ ଅବତରି। ଯଶ ବିସ୍ତାରି ଦୟା ସଙ୍ଗେ ସୁଖେ ବିହରେ ଯୁଗେ ଯୁଗେ। ଯାହାର ଅଂଶ ଅବତାରେ ଯାଦବ କୁଳ ଏ ସଂସାରେ। ପୁରୁଷ ଉତ୍ତମ ଶ୍ରୀପତି ଯେଣୁ ଯାଦବେ ଉତପତି। ରଜନୀୟନ୍ତେ ନର ଲୋକେ ନାମ ଧରନ୍ତି ପୁଣ୍ୟ ଶ୍ଲୋକେ। ଯାର ନିବାସ ମଧୁବନ ତେଣୁ ସ୍ୱଭାବେ ପୁଣ୍ୟତମ। ଏ ଯେ ଦ୍ୱାରକା ତ୍ରିଅକ୍ଷର ଅପାର ପୁଣ୍ୟ ଯଶସ୍କର। ଯହିଁ ସକଳ ପ୍ରଜାଜନ କୃଷ୍ଣର ହସିତ ବଦନ। ନିଗମ ବାକ୍ୟ ଯାହା ଘୋଷି ଦେଖନ୍ତି ନିଜ ଦ୍ୱାରେ ବସି। ସାତ୍ವಿକ ଭାବେ ବିପ୍ରଗଣେ ଯାର ଚରଣ ଅନୁକ୍ଷଣେ। ଯମ ନିୟମ ବ୍ରତ ସ୍ନାନ ଯଜ୍ଞ ତପସ୍ୟା ମହାଦାନ। ସଂକଳ୍ପ କରି ଦକ୍ଷ ହସ୍ତେ ତର୍ପଣ କରୁଥାନ୍ତି ନିତ୍ୟେ। କୃଷ୍ଣର ଯେତେ ପତ୍ନୀ ଗଣ ସେ ତ ସ୍ୱଭାବେ ଭାଗ୍ୟବାନ। ସଂକଳ୍ପ କରି ଜନ୍ମାନ୍ତରେ ତାହାଙ୍କୁ ଲଭିଛନ୍ତି ବରେ। ଯାର ଅଧର ମଧୁର ସେ ଗୋକୁଳ ଗୋପୀ ଏ ହରସେ।
नित्ये पिबन्ति चक्षुद्वारे तनु अतनु सरघारे रुक्मिणी स्वयंवर काले सभार मध्ये नृपमेळे कृष्ण विषये चेतेवादी क्षत्रिय शिशुपाळ आदि ତାହାଙ୍କ ଦର୍ପ ନାଶ କରି ନାରକା ପୁରୁ କନ୍ୟା ହରି ସେ ବଧୂ ଜନେ ତାର ସଙ୍ଗେ ଖଟନ୍ତି ସୌଭାଗ୍ୟ ରଙ୍ଗେ ତାର କଟାକ୍ଷେ ବଶ ହୋଇ ନିଶ୍ଚଳ ଚିତ୍ତେ ରୂପ ଧ୍ୟାଇ ନିରତେ କୃଷ୍ଣ ଘେନି ଘରେ ପ୍ରେମେ ସେବନ୍ତି ତାପୟରେ ପାରିଜାତକ ଆଦି ଦାନ ଦେଇ ଆନନ୍ଦ ତାଙ୍କ ମନ କରିଣ ପ୍ରଭୁ ଭାବଗ୍ରାହୀ ତାହାଙ୍କ ସଙ୍ଗ ନ ଛାଡ଼ଇ କୁରୁମଣ୍ଡଳ ବଧୂ ଜନେ ଏକାନ୍ତ ବାଣୀ ଅନ୍ୟେ ସ୍ମିତ ଇକ୍ଷଣେ ତାହା ଜାଣି ରଥେ ଚଳିଲେ ଚକ୍ରପାଣି କୃଷ୍ଣର ସ୍ନେହ ମନେ ଧରି ପାଣ୍ଡବେ ଘେନି ସୈନ୍ୟଚାରୀ ଶତ୍ରୁଙ୍କ ଭୟ ଚିତ୍ତେ ଚିନ୍ତି କୃଷ୍ଣଙ୍କୁ ଆବୋରି ଚଳନ୍ତି କେତେ ହେଁ ଦୂରେ ଭାବଗ୍ରାହୀ ପାଣ୍ଡବ ମାନଙ୍କୁ ରୁହାଇ ଉଦ୍ଧବ ଆଦି ପ୍ରିୟ ସଙ୍ଗେ ଚଳିଲେ ନିଜ ପୁର ମାର୍ଗେ କୁରୁ ଜାଙ୍ଗଳ ଦେଶ ଜିଣି ପାଞ୍ଚାଳ ଦେଶ ସୁରସେନି ଯମୁନା ଦେଶ ବ୍ରହ୍ମାବର୍ତ୍ତ ମତ୍ସ୍ୟନଗର ସାରସ୍ୱତ ମରୁଧନ୍ୱନ ସୌବୀର ଆଭିର ପୁରୀ ଯେ ଅପର ଅନ୍ୟାନ୍ୟ ଆଦି ଦେଶ ଯେତେ ଜିଣି ଗମିଲେ ନିଜ ରଥେ ସେ ଦେଶେ ଯେତେ ପ୍ରଜାଜନେ ସମ୍ଭ୍ରମେ କୃଷ୍ଣ ଦର୍ଶନେ ଅନେକ ଉପାୟନ ହସ୍ତେ ନିବେଦି କୃଷ୍ଣ ପାଦ ଗତେ ଏମନ୍ତେ ଦ୍ୱାରକା ଅଗ୍ରତେ ମିଳିଲେ ଦିନ କର ଅସ୍ତେ ସେ ହରି ଚରଣ ପଙ୍କଜେ କିଙ୍କର ଜଗନ୍ନାଥ ଭଜେ इति श्रीमद्भागवते महापुराणे पारमहंस्यां संहितायां प्रथमस्कन्धे नैमिषीयोपाख्याने श्रीकृष्णद्वारकागमनं नाम 10मोऽध्यायः।